ଅଲ୍ ପୁରାଣ ଷ୍ଟୋରି, ସୁଆସାରୀ କାହାଣୀ, ତୃତୀୟ ଭାଗ, ପାଗଳ ପ୍ରେମୀ। ଭାରତ ଦେଶର ମଗଧ ଦେଶ। ସେହି ସହରରେ ସୁନନ୍ଦ ସେନ ନାମକ ଜଣେ ରାଜା ଥିଲେ। ତାଙ୍କର ଶୈଳା ନାମରେ ଏକ କନ୍ୟା ଥିଲା। ରାଜକୁମାରୀ ଶୈଳା ଅତ୍ୟନ୍ତ ସୁନ୍ଦରୀ, ଏତେ ସୁନ୍ଦରୀ ଯେ ସେହି ସୁନ୍ଦରୀ ନିମନ୍ତେ ରାଜକୁମାରୀ ଖୁବ୍ ଅହଙ୍କାରୀ ଥିଲେ। ଆଉ ମଧ୍ୟ ସେ ଶପଥ କରିଥିଲେ, ଯେଉଁ ଯୁବକ ମୋର 7 ଗୋଟି ପ୍ରଶ୍ନର ଉତ୍ତର ଦେଇ ଦେବ, ରାଜକୁମାରୀ ଶୈଳା ସେହି ଯୁବକଙ୍କୁ ବିବାହ କରିବ। ରାଜକୁମାରୀ ଶୈଳାଙ୍କର ଏହି ଘୋଷଣା ସବୁ ରାଜ୍ୟରେ ପ୍ରଚାର କରି ଦିଆଗଲା। ଏ ଖବର ପାଇ ଅନେକ ରାଜ୍ୟରୁ ଅନେକ ରାଜକୁମାର ରାଜକୁମାରୀଙ୍କର ପ୍ରଶ୍ନର ଉତ୍ତର ଦେବାକୁ ଆସିଲେ, ହେଲେ କେହି ଜଣେ ହେଲେ ଉତ୍ତର ଦେଇ ପାରିଲେ ନାହିଁ। ରାଜକୁମାରୀ ସମସ୍ତଙ୍କୁ ବନ୍ଦୀଶାଳାରେ ରଖି ଦେଇ କହିଲା, ତୁମେ ସବୁ ପରାଜିତ ରାଜକୁମାର ବନ୍ଦୀଶାଳାରେ ଥାଅ। ମୋର ବିବାହ ସରିବା ପରେ ମୁଁ ତୁମମାନଙ୍କୁ ବନ୍ଦୀରୁ ମୁକ୍ତ କରିଦେବି। ଏହି ହାରିବା ରାଜକୁମାର ମଧ୍ୟରେ ବିନମ୍ର କୁମାର ନାମରେ ଜଣେ ରାଜକୁମାର ଥିଲା। କୌଣସି ଏକ ସୁବିଧା ପାଇଯିବାରୁ ସେ ବନ୍ଦୀ ମଧ୍ୟରୁ ଲୁଚି ଲୁଚି ପଳାଇଗଲା। ଏ କଥା ରାଜକୁମାର ଜାଣି ରାଜ୍ୟର ବହୁ କୋଟୱାଲଙ୍କୁ ସେହି ରାଜକୁମାରଙ୍କୁ ଖୋଜି ଆଣିବା କାର୍ଯ୍ୟରେ ଲଗାଇଦେଲେ। ସୁଆ କହିଲା, ଦେଖିଲୁ ତ ସାରୀ, ସେହି ବନ୍ଦୀ ଥିବା ରାଜକୁମାରଙ୍କ ମଧ୍ୟରୁ ଜଣେ ରାଜକୁମାର କିପରି ଖସି ପଳାଇଲା। ସାରୀ କହିଲା, କୁଆଡ଼େ ଖସିଯିବ ସେ? ସେ ପରା ପାଗଳ ପ୍ରେମୀ। ସେ ସିନା ବନ୍ଦୀଶାଳାରୁ ଖସି ପଳାଇଲା, କିନ୍ତୁ ରାଜକୁମାରୀ ରୂପ ଦେଖି ତ ସେ ପାଗଳ। ସେ ପରା ରାଜକୁମାରୀ ରୂପରେ ବନ୍ଧା। ସତକୁ ସତ ସୁଆସାରୀଙ୍କର କଥା ସତ। ରାଜକୁମାର ରାଜକୁମାରୀ ଶୈଳାଙ୍କ କଥାକୁ ଭୁଲି ପାରିଲା ନାହିଁ। ବନ୍ଦୀଶାଳାରୁ ଖସି ଗଲା ସିନା, ହେଲେ ରାଜକୁମାରୀଙ୍କ ଲାଗି ସେ ପାଗଳ ପ୍ରାୟ ଘୂରି ବୁଲୁଛି। ତାର ଖାଇବା ପିଇବା ଏସବୁରେ ଆଉ ମନ ନାହିଁ। ଏହିପରି ଭାବରେ ସେ ବୁଲୁ ବୁଲୁ ଦିନେ ସେ ଏକ ନୂଆ ରାଜ୍ୟରେ ପହଞ୍ଚିଲା। ସେହି ରାଜ୍ୟ ଥିଲା ଚନ୍ଦ୍ରାବତୀଙ୍କର। କଣ୍ଟା ଝଣ୍ଟା ପାହାଡ଼ ପଥର ବାଲି ମାଟିର ରାସ୍ତାରେ ଚାଲି ଚାଲି ଶେଷକୁ ତାର ପାଦ ଦୁଇଟା ଅବଶ ହୋଇ ପଡ଼ିଥିଲା। ସେଥିପାଇଁ ସେ ଏକ ଘନ ଅରଣ୍ୟରେ ପହଞ୍ଚିବା ପରେ ଗୋଟିଏ ବୃକ୍ଷ ମୂଳକୁ ଆଶ୍ରୟସ୍ଥଳ ମନେକରି ସେହିଠାରେ ଶୋଇପଡ଼ିଲା। ଏମନ୍ତ ସମୟରେ ସେହି ଦେଶର ରାଜା ବିଜୟସେନ ପାରିଧି କରିବାକୁ ଯାଉ ଯାଉ ସେହି ସ୍ଥାନରେ ପହଞ୍ଚିଗଲେ। ବୃକ୍ଷ ମୂଳରେ ଜଣେ ସୁନ୍ଦର ଯୁବକକୁ ଶୋଇବାର ଦେଖି ତାକୁ ଯାଇ ଉଠାଇ ସବୁ କଥା ପଚାରିବାରୁ ରାଜକୁମାର ଗୋଟି ଗୋଟି କରି ସବୁ କଥା କହିଗଲା। ଯୁବକ ରାଜକୁମାର ଠାରୁ ରାଜା ବିଜୟସେନ ତାର ସମସ୍ତ କଥା ଶୁଣିବା ପରେ ରାଜକୁମାରଙ୍କ ମନରେ ସାହସ ଦେଇ ନିଜ ସାଥିରେ ନେଇଗଲେ। କିଛି ଦିନ ରାଜକୁମାର ବିଜୟସେନ ତାର ସମସ୍ତ କଥା ଶୁଣିବା ପରେ ରାଜକୁମାରଙ୍କ ମନରେ ସାହସ ଦେଇ ନିଜ ସାଥିରେ ନେଇଗଲେ। କିଛି ଦିନ ରାଜକୁମାର ବିଜୟସେନଙ୍କ ରାଜ୍ୟରେ ରହିଲା। ବିଜୟସେନଙ୍କର ଗୁରୁ ଗୋରେଖନାଥ ଥିଲେ। ବିଜୟସେନଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଗୋରେଖନାଥ ତାଙ୍କୁ ଗୋଟିଏ ସୁନ୍ଦର ଶୁଆ ଦେଇଥିଲେ। ଦିନେ ସେହି ଶୁଆ ରାଜକୁମାରକୁ ପାଖକୁ ଡାକି କହିଲା, ହେ ରାଜକୁମାର, ତମେ ଆଉ କୌଣସି ସୁନ୍ଦରୀ ସ୍ତ୍ରୀଙ୍କର କଥାରେ ଭୁଲି ଯାଅ ନାହିଁ କି ସେମାନଙ୍କର ପ୍ରେମରେ ପଡ଼ ନାହିଁ। ତୁମେ ଏହି ସ୍ତ୍ରୀମାନଙ୍କୁ କେବେ ବିଶ୍ୱାସ କରିବ ନାହିଁ। ସମସ୍ତେ ସ୍ତ୍ରୀ ଜାତିକୁ ଅବଳା ସରଳା କହି ଯେଉଁ ଉଚ୍ଚ ସମ୍ମାନ ଦେଇଥାନ୍ତି, ତାହା କିନ୍ତୁ ଭୁଲ। କାରଣ ସ୍ତ୍ରୀ ଜାତି ଜଗତରେ ହିଂସ୍ର, ପଶୁମାନଙ୍କ ଠାରୁ ମଧ୍ୟ ଖୁବ୍ ହିଂସ୍ର। ସେଥିଲାଗି ମୁଁ ତୁମକୁ ଗୋଟିଏ ସତ୍ୟ ଘଟଣା କହୁଛି, ତାହା ତୁମେ ମୋର ପ୍ରାଣ ଦେଇ ଶୁଣ।